ପୁରୀ ଭଳି ଗୋଟେ ମାନେ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ଯୋଉଠି ଜଣେ ମହିଳା ସାମ୍ବାଦିକଙ୍କୁ ମାନେ ସେବାୟତ ମାନେ ତ ଆଗରୁ ମାନେ ଏଇଭଳି ଅଘଟଣ ଘଟେଇଛନ୍ତି ନଜିର ଅଛି, କିନ୍ତୁ ଜଣେ ମହିଳା ସାମ୍ବାଦିକ ଯୋଉଭଳି ଭାବରେ ମାନେ ଆକ୍ରମଣ କଲେ, ଯାହାର ସିସିଟିଭି ଫୁଟେଜ ବି ମାନେ ସମସ୍ତେ ଓଡ଼ିଶାବାସୀ ଦେଖିଛନ୍ତି, କିନ୍ତୁ ଅଦ୍ୟାବଧି ପୋଲିସ ନିଷ୍କ୍ରିୟ ହାତ ବାନ୍ଧି ବସିଛି। ମାନେ ଆକ୍ସନ ଶୂନ 2 ଦିନ 3 ଦିନ ଘଟଣା ବିତି ଯାଇଥିଲେ ମଧ୍ୟ ଆକ୍ସନ ନାହିଁ ଟୋଟାଲି। ଆଉ ଆଜି ଏ ଘଟଣାକୁ ଆମେ ଆନନ୍ଦପୁର ପ୍ରେସ୍ କ୍ଲବ ତରଫରୁ ଦୃଢ଼ ନିନ୍ଦା କରୁଛୁ। ଆମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛୁ। ଆଉ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ, ସାମ୍ବାଦିକ ସୁରକ୍ଷା ବିଲ୍ ତୁରନ୍ତ ଅଣାଯାଉ। ଆଉ ସାମ୍ବାଦିକ ମାନେ ବର୍ତ୍ତମାନ ଓଡ଼ିଶାରେ ଅସୁରକ୍ଷିତ, ତୁରନ୍ତ ସାମ୍ବାଦିକ ସୁରକ୍ଷା ସ୍ୱତନ୍ତ୍ର ସୁରକ୍ଷା ମାନେ ଆଇନ ଗୋଟେ ଅଣାଯାଉ। निश्चित भाव में एक निंदनीय घटना जो कि महिला सांबादिक को पुरी रे सेवायत आक्रमण करुच्ची, जार फुटेज पाई पुलिस, किंतु वर्तमान सुधा विगत 2 दिन बीती जाते पुलिस किसी कार्यानुष्ठान ग्रहण करूना। से आनंदपुर प्रेस क्लब दृढ़ कार्यानुष्ठान मुख्यमंत्री उद्देश्य आज उपजिलापाल को एक मेमोरांडम दे आम दाबी करुचु यथाशीघ्र बीजेपी सरकार आम राज्य सरकार सांबादिक मानक सुरक्षा आईन करंतु। जे कि आम धन्यवाद दमु मुख्यमंत्री की जे कि विधानसभा को प्रवेश कराइले सांबादिक मानक से आमर ए कथा को निश्चित भाव में गुरुत्व दे सांबादिक सुरक्षा आईन करेंगे एवं पुरी रे जो अघटन घटी दोषी मान विरुद्ध में दृढ़ कार्य